Hello everyone, welcome back to my YouTube channel Rajashree Tutorials. Dear students, আজি ଏହି ଭିଡ଼ିଓରେ ଆମେ ଗସାଗୁ ଓ ଲସାଗୁ ସମ୍ବନ୍ଧୀୟ କିଛି ପ୍ରଶ୍ନ ଓ ତାର ଉତ୍ତର ନିର୍ଣ୍ଣୟ କରିବାର ପ୍ରଣାଳୀ ଗୁଡ଼ିକୁ ଜାଣିବା। କିନ୍ତୁ ତା ପୂର୍ବରୁ କିଛି ଶିକ୍ଷଣୀୟ ତଥ୍ୟ ବିଷୟରେ ଜାଣିବା। ଦୁଇ ବା ତତୋଧିକ ସଂଖ୍ୟାମାନଙ୍କର ସାଧାରଣ ଗୁଣନୀୟକ ଗୁଡ଼ିକ ମଧ୍ୟରେ ସବୁଠାରୁ ବଡ଼ ଗୁଣନୀୟକକୁ ଗରିଷ୍ଠ ସାଧାରଣ ଗୁଣନୀୟକ ବା ଗସାଗୁ କୁହାଯାଏ। ଏଠାରେ ଦେଖ ପିଲାମାନେ 12 ଓ 16ର ଗୁଣନୀୟକ ଗୁଡ଼ିକୁ ଲେଖାଯାଇଛି। 12ର ଗୁଣନୀୟକ ଗୁଡ଼ିକ ହେଲେ 1, 2, 3, 4, 6, 12। 16ର ଗୁଣନୀୟକ ଗୁଡ଼ିକ ହେଲେ 1, 2, 4, 8 ଓ 16। ବର୍ତ୍ତମାନ ଆମେ କରିବା 12 ଓ 16ର ସାଧାରଣ ଗୁଣନୀୟକ ଗୁଡ଼ିକୁ ଲେଖିବା। ତାର ସାଧାରଣ ଗୁଣନୀୟକ ଗୁଡ଼ିକ ହେଲେ 1, 2 ଓ 4। ବର୍ତ୍ତମାନ ପିଲାମାନେ ଆମେ ଏହି ସାଧାରଣ ଗୁଣନୀୟକ ମାନଙ୍କ ମଧ୍ୟରୁ ସବୁଠାରୁ ଗରିଷ୍ଠ ସାଧାରଣ ଗୁଣନୀୟକ ବା ବଡ଼ ସାଧାରଣ ଗୁଣନୀୟକଟିକୁ ବାଛିବା। ଏଠାରେ 4 ହେଉଛି ଗରିଷ୍ଠ ସାଧାରଣ ଗୁଣନୀୟକ ବା ଗସାଗୁ। ଦୁଇଟି ସଂଖ୍ୟା ମଧ୍ୟରୁ ଗୋଟିଏ ସଂଖ୍ୟା ଅନ୍ୟଟିର ଗୁଣନୀୟକ ହୋଇଥିଲେ ସାନ ସଂଖ୍ୟାଟି ସଂଖ୍ୟା ଦ୍ୱୟର ଗସାଗୁ ହୁଏ। ଫର ଏକ୍ଜାମ୍ପଲ 12 ଓ 48। 48ର ଏକ ଗୁଣନୀୟକ 12 ଅଟେ। ଏଣୁ 12 ଓ 48ର ଗସାଗୁ 12 ଅଟେ। ପିଲାମାନେ ଏଠାରେ ଲକ୍ଷ୍ୟ କର 12 ଓ 48 ଦୁଇଟି ସଂଖ୍ୟା ଅଛି ଏବଂ 48ର ଏକ ଗୁଣନୀୟକ 12 ଅଟେ। ଏଣୁ ସାନ ସଂଖ୍ୟାଟି ଅର୍ଥାତ୍ 12 ସଂଖ୍ୟା ଦ୍ୱୟର ଗସାଗୁ ହେଲା। ଦୁଇଟି ମୌଳିକ ସଂଖ୍ୟାର ଗସାଗୁ 1 ହୋଇଥାଏ। ଫର ଏକ୍ଜାମ୍ପଲ 11 ଓ 13। 11 ଓ 13ର 1କୁ ଛାଡ଼ିଦେଲେ କୌଣସି ସାଧାରଣ ଗୁଣନୀୟକ ନାହିଁ। ଏଣୁ ଏମାନଙ୍କର ଗସାଗୁ ହେବ 1। କାହିଁକି ନା ମୌଳିକ ସଂଖ୍ୟା ଦୁଇଟିର 1କୁ ଛାଡ଼ିଦେଲେ ଅନ୍ୟ କୌଣସି ସାଧାରଣ ଗୁଣନୀୟକ ନଥାଏ। ତେଣୁ ଦୁଇଟି ମୌଳିକ ସଂଖ୍ୟାର ଗସାଗୁ ସର୍ବଦା 1 ହୋଇଥାଏ। ଠିକ୍ ସେହିପରି ଦୁଇଟି କ୍ରମିକ ସଂଖ୍ୟାର ଗସାଗୁ 1 ହୋଇଥାଏ। ଦୁଇ ବା ତତୋଧିକ ସଂଖ୍ୟାମାନଙ୍କର ସାଧାରଣ ଗୁଣିତକ ଗୁଡ଼ିକ ମଧ୍ୟରେ ସବୁଠାରୁ ସାନ ଗୁଣିତକକୁ ଲଘିଷ୍ଠ ସାଧାରଣ ଗୁଣିତକ ବା ଲସାଗୁ କୁହାଯାଏ। ଦୁଇଟି ସଂଖ୍ୟା ମଧ୍ୟରୁ ଗୋଟିଏ ଅନ୍ୟଟିର ଗୁଣିତକ ହୋଇଥିଲେ ବଡ଼ ସଂଖ୍ୟାଟି ହେଉଛି ସଂଖ୍ୟା ଦ୍ୱୟର ଲସାଗୁ। ଫର ଏକ୍ଜାମ୍ପଲ 12 ଓ 48। ଏଠାରେ 12ର ଏକ ଗୁଣିତକ 48 ଅଟେ। ଏଣୁ 48 ହେଉଛି ସଂଖ୍ୟା ଦ୍ୱୟର ଲସାଗୁ। ଦୁଇଟି କ୍ରମିକ ସଂଖ୍ୟାର ଲସାଗୁ ସମାନ ସଂଖ୍ୟା ଦୁଇଟିର ଗୁଣଫଲ ହୋଇଥାଏ ଓ ସଂଖ୍ୟା ଦୁଇଟିର ଗୁଣଫଲ ସମାନ ସଂଖ୍ୟା ଦ୍ୱୟର ଲସାଗୁ ଗୁଣନ ଗସାଗୁ ହୋଇଥାଏ। ବର୍ତ୍ତମାନ ପିଲାମାନେ ଆମେ ଗସାଗୁ ଓ ଲସାଗୁ ସମ୍ବନ୍ଧିତ କେତେଗୁଡ଼ିଏ ପ୍ରଶ୍ନର ଆଲୋଚନା କରିବା। କ୍ୱେଶ୍ଚନ ନମ୍ବର 1। 1128, 1309 ଓ 1490କୁ କେଉଁ ଗରିଷ୍ଠ ସଂଖ୍ୟା ଦ୍ୱାରା ଭାଗ କଲେ ଭାଗଶେଷ ଯଥାକ୍ରମେ 3, 4 ଓ 5 ରହିବ? ଏହି ପ୍ରଶ୍ନରେ ସଂଖ୍ୟା ତିନିଟିରୁ କ୍ରମାନ୍ୱୟ ଭାବରେ 3, 4 ଓ 5କୁ ବିୟୋଗ କରିବା ଏବଂ ବିୟୋଗ ଫଳ ତିନିଟିର ଗସାଗୁ ନିର୍ଣ୍ଣୟ କରିବା ଏବଂ ଗସାଗୁ ଯେତେ ବାହାରିବ ତାହା ହେଇଯିବ ଆମର ନିର୍ଣ୍ଣୟ ଉତ୍ତର। ତାହେଲେ ଦେଖ ପିଲାମାନେ ଏଠାରେ 1128 ବିଯୋଗ 3 ସମାନ 1125, 1309 ବିଯୋଗ 4 ସମାନ 1305, 1490 ବିଯୋଗ 5 ସମାନ 1485 ହେବ। ବର୍ତ୍ତମାନ ଆମେ 1125, 1305 ଓ 1485ର ଗସାଗୁ ନିର୍ଣ୍ଣୟ କରିବା। ସମସ୍ତେ ଭଲ ଭାବରେ ଲକ୍ଷ୍ୟ କର। ଏହିପରି ଭାବରେ ସଂଖ୍ୟା ତିନିଟିର
ଗସାଗୁ ନିର୍ଣ୍ଣୟ କରିବା ଏବଂ ଗସାଗୁଟି ହେଇଯିବ 3 ଗୁଣନ 3 ଗୁଣନ 5 ସମାନ 3 3 9 5 45। ତେବେ 45 ହେଉଛି ସେହି ଗରିଷ୍ଠ ସଂଖ୍ୟା ଯାହାଦ୍ୱାରା 1128, 1309 ଓ 1490କୁ ଭାଗ କଲେ ଭାଗଶେଷ ଯଥାକ୍ରମେ 3, 4 ଓ 5 ରହିବ। କ୍ୱେଶ୍ଚନ୍ ନମ୍ବର 2, କେଉଁ ବୃହତ୍ତମ ସଂଖ୍ୟାରୁ 12 ବିୟୋଗ କଲେ ବିୟୋଗଫଳ 840, 960 ଓ 1020ର ଗୋଟିଏ ଗୁଣନୀୟକ ହେବ? ପ୍ରଶ୍ନରେ ଆମେ 840, 960 ଓ 1020ର ଗସାଗୁ ନିର୍ଣ୍ଣୟ କରିବା ଏବଂ ଗସାଗୁରେ 12କୁ ଯୋଗ କରିବା। ଏଠାରେ 840, 960 ଓ 1020ର ଗସାଗୁ ହେଉଛି 60 ଏବଂ ଆମର ନିର୍ଣ୍ଣେୟ ବୃହତ୍ତମ ସଂଖ୍ୟାଟି ହେଇଯିବ 60 ଯୋଗ 12 ସମାନ 72। କ୍ୱେଶ୍ଚନ୍ ନମ୍ବର 3, 10 ଓ 70 ମଧ୍ୟରେ ଯେଉଁ ଚାରିଟି ସଂଖ୍ୟାର ଗସାଗୁ 16 ହୁଏ ସେମାନଙ୍କର ଲସାଗୁ କେତେ? ଦେଖ ପିଲାମାନେ, ଆମେ ଏଠାରେ କ'ଣ କରିବା? 10 ଓ 70 ମଧ୍ୟରେ ଥିବା 16ର ସମସ୍ତ ଗୁଣିତକ ଗୁଡ଼ିକୁ ଲେଖିବା ଏବଂ ସେମାନଙ୍କର ଲସାଗୁ ନିର୍ଣ୍ଣୟ କରିବା। 10 ଓ 70 ମଧ୍ୟରେ ଥିବା 16ର ଗୁଣିତକ ଗୁଡ଼ିକ ହେଲେ 16, 32, 48 ଓ 64। ଏମାନଙ୍କର ଗସାଗୁଟି ହେଉଛି 16 ଏବଂ ଲସାଗୁଟି ହେଇଯିବ 192। କ୍ୱେଶ୍ଚନ୍ ନମ୍ବର 4, କେଉଁ ବୃହତ୍ତମ ସଂଖ୍ୟା ଦ୍ୱାରା 402, 438 ଓ 546କୁ ଭାଗ କଲେ ଭାଗଶେଷ ଯଥାକ୍ରମେ 11, 13 ଓ 19 ରହିବ? ଏହି ପ୍ରଶ୍ନରେ ଆମେ କ'ଣ କରିବା? ସଂଖ୍ୟା ଗୁଡ଼ିକରୁ ତାର ଭାଗଶେଷ ଗୁଡ଼ିକୁ ବିୟୋଗ କରିଦେବା ଏବଂ ବିୟୋଗଫଳ ଗୁଡ଼ିକର ଗସାଗୁ ନିର୍ଣ୍ଣୟ କରିବା ଏବଂ ଉକ୍ତ ଗସାଗୁଟି ହେଇଯିବ ଆମର ନିର୍ଣ୍ଣେୟ ଉତ୍ତର। କ୍ୱେଶ୍ଚନ୍ ନମ୍ବର 5, କେଉଁ ବୃହତ୍ତମ ସଂଖ୍ୟା ଦ୍ୱାରା 328, 544 ଓ 832କୁ ଭାଗ କଲେ ପ୍ରତି ସ୍ଥାନରେ ସମାନ ଭାଗଶେଷ ରହିବ? ଏଠାରେ ଆମେ କ'ଣ କରିବା? 544 ବିଯୋଗ 328, 832 ବିଯୋଗ 544 ଓ 832 ବିଯୋଗ 328 କରିବା ଏବଂ ବିୟୋଗଫଳ ଗୁଡ଼ିକର ଗସାଗୁ ନିର୍ଣ୍ଣୟ କରିବା ଏବଂ ଉକ୍ତ ଗସାଗୁଟି ହେବ ଆମର ନିର୍ଣ୍ଣେୟ ବୃହତ୍ତମ ସଂଖ୍ୟା। ଏଠାରେ ବିୟୋଗଫଳ ଗୁଡ଼ିକ ହେଲେ 216, 288 ଓ 504 ଏବଂ ଗସାଗୁଟି ହେବ 72। ତେବେ 72 ସଂଖ୍ୟା ଦ୍ୱାରା 328, 544 ଓ 832କୁ ଭାଗ କଲେ ପ୍ରତି ସ୍ଥାନରେ ସମାନ ଭାଗଶେଷ ରହିବ। କ୍ୱେଶ୍ଚନ୍ ନମ୍ବର 6, 4 ଅଙ୍କ ବିଶିଷ୍ଟ କେଉଁ କ୍ଷୁଦ୍ରତମ ସଂଖ୍ୟା 6, 8 ଓ 14 ଦ୍ୱାରା ବିଭାଜ୍ୟ? ଏହି ପ୍ରଶ୍ନରେ ଆମେ ପ୍ରଥମେ 6, 8 ଓ 14ର ଲସାଗୁ ନିର୍ଣ୍ଣୟ କରିବା ଏବଂ ଲସାଗୁଟି ହେବ 168। 4 ଅଙ୍କ ବିଶିଷ୍ଟ କ୍ଷୁଦ୍ରତମ ସଂଖ୍ୟା 1000 ହରଣ 168 କରିବା। ଆମକୁ ଭାଗଫଳ ମିଳିବ 5 ଓ ଭାଗଶେଷ ରହିବ 160। 6, 8 ଓ 14ର ଲସାଗୁ 168 ବିୟୋଗ ଭାଗଶେଷ 160 କରିଲେ ଆମେ ବିୟୋଗଫଳ ପାଇବା 8। ତା ଅର୍ଥ ଆଉ 8 ମିଶିଥିଲେ 4 ଅଙ୍କ ବିଶିଷ୍ଟ କ୍ଷୁଦ୍ରତମ ସଂଖ୍ୟା 1000ରେ ଆଉ 8 ମିଶିଥିଲେ ତାହା 6, 8 ଓ 14 ଦ୍ୱାରା ପୂର୍ଣ୍ଣ ରୂପରେ ବିଭାଜ୍ୟ ହୋଇଥାନ୍ତା। ଏଣୁ ଆମେ 1000 ସହିତ 8 ମିଶାଇବା ଏବଂ ପାଇବା 1008 ଏବଂ ଏହି ସଂଖ୍ୟାଟି
ଚାରି ଅଙ୍କ ବିଶିଷ୍ଟ କ୍ଷୁଦ୍ରତମ ସଂଖ୍ୟା ଅଟେ, ଯାହାକି 6, 8 ଓ 14 ଦ୍ୱାରା ବିଭାଜ୍ୟ ଅଟେ। ତାହେଲେ ପିଲାମାନେ, ଆଜି ଯେପରି ଆମେ 6ଟି ପ୍ରଶ୍ନର ଉତ୍ତର ଆଲୋଚନା କରିଲେ, ଏହିପରି ଆହୁରି ଅନେକ ପ୍ରଶ୍ନ ଏବଂ ତାର ଉତ୍ତର ଗୁଡ଼ିକୁ ଆମେ ଆଗାମୀ ଭିଡ଼ିଓମାନଙ୍କରେ ଆଲୋଚନା କରିବା। ତେଣୁ ଆଗାମୀ ଭିଡ଼ିଓମାନଙ୍କୁ ତୁମେ ନିଶ୍ଚୟ ଦେଖ ଏବଂ ଆଜିର ଭିଡ଼ିଓଟି କିପରି ଲାଗିଲା ମତାମତ ନିଶ୍ଚୟ ଜଣାଇବ। ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ many ଥ୍ୟାଙ୍କ୍ସ to all of you my dear students. Have a bright future.